ତାକୁ ଆମ ଘରେ ଖାଇତେ ପିଇତେ ଦେଇକି ତାକୁ ଛୁଟିଆ ବେଳୁ ତାକୁ ମଣିଷ କଲା। ହେଲା ଛୁଆକୁ ଡାକି ଦେଇକି ତାକୁ ଏମିତି କଲା। ଡେରି ହେଲା ବେଳକୁ ମୁଁ ଯାଇଛି ଡାକ୍ତର ଦେଖିଲା ବେଳକୁ ତାକୁ ଏମିତି ଇଏ କରିଛି ଛୁଆକୁ। ମୋ ଛୁଆକୁ ମୁଁ ପଚାରିଲି, ମୁଁ କହିଲି ମା ସତ କଥା କିଛି ହେଇଛି ନା କହୁଛି ମତେ ଏମିତି ସେମିତି କରିଛି ପେଣ୍ଟ ଖୋଲିକି। ଆସିନି ସଙ୍ଗେ ଆସିନି ଯେତେବେଳେ ମୁଁ ପାଣିରେ ଗାଧୁଥିଲେ ସେତେବେଳେ ଆଙ୍ଗୁଳି ଖେଳି ମାରିଥିଲା କିଛି ନୁହେଁ। ଗାଣ୍ଡିରେ ମାରିଥିଲେ। ଅତି ଘୃଣ୍ୟ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରୁ। ନାବାଳିକା ଝିଆରୀକୁ ଗାଧୋଇବା ପାଇଁ ଡାକି ନେଇ ଅତି ନୃଶଂସ ଭାବେ ଦୁଷ୍କର୍ମ କରିଛି ସମ୍ପର୍କୀୟ କକା। ତେବେ ପୀଡ଼ିତା ନାବାଳିକା ଜଣକ ଘରକୁ ଫେରିବା ପରେ ତାର ଅବସ୍ଥା ଦେଖି ନାବାଳିକାଙ୍କୁ ତାଙ୍କ ମା କ'ଣ ହୋଇଛି ବୋଲି ପଚାରିଥିଲେ। ତେଣୁ ପୀଡ଼ିତା ନାବାଳିକା ଜଣକ ନିଜ ମା ଆଗରେ ସବୁ କଥା କହିବା ପରେ ଅଭିଯୁକ୍ତ କକାକୁ ପରିବାର ଲୋକମାନେ ଏ ସମ୍ପର୍କରେ ପଚାରିଥିଲେ। ସେ ମଧ୍ୟ ଦୁଷ୍କର୍ମ ଘଟଣାକୁ ସ୍ୱୀକାର କରିଥିବା ବେଳେ ଅଭିଯୋଗ ପାଇ ପୁଲିସ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କକାକୁ ଗିରଫ କରିଛି। ଆଜ୍ଞା ସେ ପିଲାଟା ଡାକି ନେଇଗଲା ମୋ ଝିଅକୁ। ବୁଲୁମୁଖୀ ତା ଘର ଏଇଠି ନୂଆମାଳିଆ। ଆଜ୍ଞା ସେ ଆମ ଘରେ ସେ ରୁହେ ବି, ଆମ ଘରେ ଖିଆ ପିଆ ସବୁ କରେ। ସେ ନିଜ ତା ଚାଚା ହେଇକି ତାକୁ ଏମିତି ତାକୁ ଦୁକାନ ଫୁକାନ କେବେ ସବୁଦିନ ଡାକି ଡୁକାକି ନେଇକି ବି ଯାଏ। ତାପରେ କାଲି ତାକୁ ହଉଛି ଗାଧେଇତେ ଡାକି ନେଇକି ତାକୁ ସେ ପୁଲ ପାଖରେ ଏରକ ଖରାପ ବ୍ୟବହାର ତାକୁ କରିଛି। ତାପରେ ମୁଁ ଯେତେବେଳକୁ ଦେଖିକି ଗାଁ ଲୋକକୁ ସମସ୍ତଙ୍କୁ ଜଣେଇଲି, ଦେଖେଇଲି ପିଲାକୁ ନେଇକି ସେମିତି ଅବସ୍ଥାରେ ନେଇକି ମୁଁ ଗାଁ ଲୋକକୁ ବି ସମସ୍ତଙ୍କୁ ଦେଖେଇଲା ପରେ ଗାଁ ଲୋକକୁ ବି ମୁଁ ଡାକି ଦେଇକି ଆସିଲି। ତାପରେ ମୋ ଦିଅରକୁ ଫୋନ ମାରିଲି, ମୋ ଦିଅର ମଜା ଆସିକି ଦେଖିଲେ, ସେମାନେ ବି ଦେଖିଲେ ଛୁଆର ଏଇ ଅବସ୍ଥା। ତାପରେ ସେ ପିଲାକୁ ଆମେ ନେଇକି ଗଲୁ, ସତ କଥା ସେ ନିଜେ ମାନିଲା, କହିଲା ଯେ ମୁଁ ଏମିତି ଇଏ କରିକି ମୁଁ ହେଇକି ମୁଁ ତାକୁ ଏମିତି କରିଛି। ମୁଁ ନ୍ୟାୟ ଚାହୁଁଛି। ମୋ ଝିଅ ଯେମିତି ଏମିତି କରିଛି, ମୋ ଝିଅ ଯଦି କଣ କିଛି ହେଇଯାଇଥାନ୍ତା ମୁଁ କି ତାକୁ ପାଇଥାନ୍ତି? ମୁଁ ତ ତାକୁ ପାଇନଥାନ୍ତି ନା। ମତେ ନ୍ୟାୟ ଦରକାର, ଯେମିତି ତାକୁ ସାରା ଜୀବନ ପାଇଁ ଯେମିତି ତାକୁ ନନବେଲ ହେଇଯାଉ, ଆଉ ଯଦି ପାରିବେ ଯେ ତାକୁ ଫାଶୀ ଦଣ୍ଡ ବି ଦିଆଯାଉ। କଣ ପାଇଁ ନା ମୋ ଝିଅ ତ ଏମିତି ହେଲା, ଆଉ ସମସ୍ତଙ୍କର ଝିଅ ବୋହୁ ଅଛନ୍ତି, ତାକୁ ସହିତ ଏମିତି କରିବନି ବୋଲି କି ମାନେ ଅଛି ନା? ମୋ ଝିଅଟା କିସ ଜାଣିଛି? ସେପରି କ୍ଷୀର ଖାଉଛି ଛୁଆ, ସେ ଝିଅ ସାଙ୍ଗରେ ଏମିତି କଲା। ତେବେ ଗତକାଲି ଦିନ ପ୍ରାୟ ଗୋଟାଏ ସମୟରେ ନାବାଳିକାଙ୍କୁ ଗାଧୋଇବା ପାଇଁ ନେଇ ଯାଇଥିଲା ଅଭିଯୁକ୍ତ କକା। ସେହିଠାରେ ସେ ଦୁଷ୍କର୍ମ କରି ନାବାଳିକା ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ତେଣୁ ପୀଡ଼ିତା ନାବାଳିକାଙ୍କ ମା ଶୁଳିଆପଦା ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କକାକୁ ବାନ୍ଧିଛି। ତେବେ ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପୀଡ଼ିତା ନାବାଳିକାଙ୍କ ପରିବାର ଲୋକମାନେ ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଆଜ୍ଞା ମୁଁ ତ ସୋମବାର ଦିନକୁ ଡ୍ୟୁଟି ଗାଡ଼ିରେ ଡ୍ୟୁଟି ପଳେଇଥିଲି, ବସ୍ରେ ଡ୍ୟୁଟି କରୁଛି, ହେଲ୍ପର କରୁଛି। ଆଉ କାଲି ଯେତେବେଳକୁ ଗୋଟେ ବେଳକୁ ମୋତେ ଫୋନ୍ କଲା ଯେ ଏମିତି ସେମିତି ବୁଲୁମୁଖୀ ଏଇଭଳିଆ ମୋ ଝିଅ ସାଙ୍ଗରେ ବ୍ୟବହାର କରୁଛି। ହଁ ତାପରେ ମୋତେ କହିଲେ ଯେ ମାନେ ଅଛନ୍ତି ଶୁଳିଆପଦା ଥାନାରେ। ତାପରେ ମୁଁ ଗାଡ଼ି ପହଞ୍ଚିଲା ପରେ ଚାଲିକି ଯାଉଥିଲି, ତାପରେ ଗୋଟେ ଗାଡ଼ି ବାଲା ପାଇଲି, ସେ ମୋତେ ନେଇକି ଗଲା, ଟିକେ ରାସ୍ତା ଲିଫ୍ଟ ଦେଲା ମୋତେ। ତାପରେ ମୁଁ ରାତିରେ ଚାଲି ଗଲି, ଆଉ ଜଣ ଗୋଟେ ବାଇକ୍ ବାଲାକୁ ଲିଫ୍ଟ ନେଲି। ତାପରେ କୁଷ୍ଠା ପହଞ୍ଚିଲି, କୁଷ୍ଠାକୁ ପହଞ୍ଚିଲା ପରେ ମୋ ସାନ ଭାଇ ସେଇଠୁ ଆସିଲା, ସାନ ଭାଇ ଆସିକିରି ମୋତେ ଶୁଳିଆପଦା ନେଇଗଲା। ଆଜ୍ଞା କେସ୍ ଥାନାରେ କେସ୍ ଦିଆହେଇଛି। ଆମେ କ'ଣ ଯାଉଛୁ ଆଜ୍ଞା, ଛୁଆର ଯେଉଁ ଇଏ ହେଇଛି ତାକୁ ନ୍ୟାୟ ମିଳିବା ଦରକାର। ଆଜି ଏ ଝିଅର କଲା, କାଲି ଆଉ ଗୋଟେ କେସ୍ ଝିଅର କରିଦେବ, ସେମିତି କିଛି ମାନେ ଅଛି ନା? ତାକୁ ଦଣ୍ଡ ମିଳୁ, ନ୍ୟାୟ ମିଳୁ। ମୟୂରଭଞ୍ଜ ଜିଲ୍ଲା ମୁରୁଡ଼ାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।